ବାଲେଶ୍ୱର କୋଶିମେଳାରେ ଗୋପାଳମାନଙ୍କ ପକ୍ଷରୁ ପାଳିତ ହେଲା ଦୋଳ ପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମା ଠାରୁ ହୋଲି ଯାଇ ବିଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ବାଲେଶ୍ୱରରେ ମଧ୍ୟ ଆଡମ୍ବର ସହକାରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ପାଳନ କରାଯାଇଥାଏ। ତା ମଧ୍ୟରୁ ଗୋପାଳମାନଙ୍କର ନୂଆ ବର୍ଷ ଏବଂ ଦୋଳ ଉତ୍ସବ ଅନ୍ୟତମ ପର୍ବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଶିମେଳା ଗ୍ରାମରେ ଗୋପାଳମାନଙ୍କ ପକ୍ଷରୁ 3 ଦିନିଆ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। 13 ତାରିଖ ଦିନ ସନ୍ଧ୍ୟାରେ ଫୁଲକୁମ୍ଭ ସ୍ଥାପନ ଓ ଭାରକୁମ୍ଭ ଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପାଳ ଭାଇ ଓ ଭଉଣୀମାନେ ନଦୀଘାଟରୁ ପାଣି ଭାର କୁମ୍ଭ ନେଇ ଗ୍ରାମ ପରିକ୍ରମା କରିଥିଲେ। ପାରମ୍ପରିକ ବାଦ୍ୟ ନୃତ୍ୟ ତାଳେ ତାଳେ ଓଗାଳ ଗାଇ ଗୋପାଳ ଭାଇମାନେ କୁମ୍ଭ ଯାତ୍ରା କରିଥିଲେ। ପରମ୍ପରାକୁ ବଜାୟ ରଖିବା ସହ ଭଜନ କୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଡିଜେର ତାଳେ ତାଳେ ପିଲାମାନେ ମସଗୁଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ସକାଳେ ସ୍ଥାନୀୟ କୋଶିମେଳା ସ୍କୁଲ ସମ୍ମୁଖ ପଡ଼ିଆରେ ରାଧାକୃଷ୍ଣଙ୍କ ବିଗ୍ରହ ବିମାନରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାୟ 100 ବର୍ଷ ଧରି ଏହି ଗ୍ରାମରେ ଦୋଳ ପୂର୍ଣ୍ଣିମା ପାଳିତ ହେଉଥିବା ବେଳେ ପ୍ରାୟ 35 ପରିବାର ଏହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ବଜାୟ ରଖି ଆସିଛନ୍ତି। ଆମର ବର୍ଷର ଏଇ ଯେଉଁ ରାଧାକୃଷ୍ଣଙ୍କର ମେଳା ହୁଏ, ଆଜି ମିଳନ ହବ, ରାତିରେ ଠାକୁର ଆସନ୍ତି। ଏବେ ଆମେ 4ଟା ବେଳୁ ଠାକୁର ନେଇ ଆସିଛୁ। ଆମର ଏଠି 30-35 ଘର ଗୋପାଳ ଲୋକ ଅଛନ୍ତି। ଆମେ ପ୍ରତିବର୍ଷ ଏଇଭଳିଆ ଆମର ମିଳନ ହୁଏ, ଯାତ୍ରା ହୁଏ, ଆଉ ଗୋଟେ ରାତି ଯାତ୍ରା ହୁଏ, ଆଉ ଗୋଟେ ରାତି ଆମର ପୁଣି ଭଜନ କିଛି ହୁଏ, ରାଧାକୃଷ୍ଣଙ୍କ ବିଷୟରେ ହୁଏ। এইভଳିଆ ସବୁ ଚାଲେ ରୀତିକାନ୍ତି। ଆମର ଝିଅ ବୋଉମାନେ ସମସ୍ତେ ଆଜି ଯିବେ ଘଟ ବୁଡ଼େଇବା ପାଇଁ। ସନ୍ଧ୍ୟାବେଳେ ପୁରୁଷ ଲୋକ ଗୋଟେ ଲାଇନ ଧରନ୍ତି, ସ୍ତ୍ରୀ ଲୋକମାନେ ଗୋଟେ ଲାଇନ ଧରିକି ଘଟ ଧରିକି ଯିବେ। ଅଶିଣ ସୁଫଳେ ଚାନ୍ଦର ଦିନ, ସେଦିନ କୁଆଁରୀ ପୂର୍ଣ୍ଣମୀ ଜନ, ଜଳଦ ପଟଳ ବୃକ୍ଷର ଛାଇ, ଜନ ପଡ଼ିଅଛି ନିର୍ମଳ ହୋଇ, ଅଗଣା ଭିତରେ ନନ୍ଦ ଯୁବତୀ ପୁତ୍ର କାଖ କରି ବୋଲାଉଛନ୍ତି, ଆନନ୍ଦ ବୋଇଲେ ଦେବାଧିରାଏ, ଜନ ଆଣି ଦିଅ ଖେଳିବେ ପୁଏ। ଶୁଣ ଶୁଣ ଭାଇମାନେ ଶୁଣ ସମାଚାର, ବହୁତ ଦିନରୁ ମନେ ରହିଅଛି ମୋର, ଗୋପାଳଙ୍କର କେତେ ବେଶ କହିବି ସବାର, କେତେ ଗୋଟି ବେଶପୂର୍ଣ୍ଣ ହୋଇ ଶରୀର, କେଉଁ କେଉଁ ବେଶ ହେଲେ ହୁଅନ୍ତି ବାହାର, ଏତେକ ବିଚାରି ଭାଇ ମାନେ କହିଦେବି, ତେବେ ସିନା ଗୋଷ୍ଠକୁ ଗମନ କରିବି। ଶୁଣ ଶୁଣ ଭାଇମାନେ ଶୁଣ ସମାଚାର, ଯେଉଁ କଥା ପଚାରିଲ ଭାଇ କରିବା ଉତାର, ଗୋପାଳଙ୍କର ବେଶ ଗୋଟି ଗୋଟି କରି କହିବି ସବାର। ପ୍ରଥମ ବେଶରାମ ପୟରେ କଠାଉ, ଦ୍ୱିତୀୟ ବେଶରାମ ସିଙ୍ଗାଏ ବଜାଉ, ତୃତୀୟ ବେଶରାମ କୋଟିରେ କାଛଟି, ଆଗ ପଛ ଲମ୍ବିଥାଉ ଧଣ୍ଡାମାଳ ଗୋଟି, ଚତୁର୍ଥ ବେଶରାମ ନୟନେ କଜ୍ଜଳ, ପଞ୍ଚମ ବେଶରାମ ଗଳେ ଫୁଲ ମାଳ, ଷଷ୍ଠ ବେଶରାମ କପାଳେ ସିନ୍ଦୁର, ସପ୍ତମ ବେଶରାମ କନ୍ଧରେ ପଇତା, ଅଷ୍ଟମ ବେଶରାମ ଧରିଥାଉ ଭଙ୍ଗା ଛତା, ନବମ ବେଶରାମ ମଥାରେ ଗୋ ଚିନା, ଦଶମ ବେଶଗୋଟି ଅଟଇ ଫୁଲଣା, ଦ୍ୱାଦଶ ବେଶେ ଲଉଡ଼ି ଧରିଥାଉ କର, ଅଚାନ୍ଦ ବୋଲେ ଆମେ ହଇଲୁ ବାହାର। ଏହିପରି ଆମର ଉଗାଳ, ଆହୁରି ଅନେକ ଉଗାଳ ଅଛି, ଗୀତ ଅଛି, ନାବକେଳି ମଧ୍ୟ ଅଛି। ସେଇଟା ଆମେ ପ୍ରଚାର କରିକି ଘର ଘର ଗାଇକି ଘର ଘରେ ନାଚ ହୁଏ ଆମର, ହେଇକି ଚାଲେ। ରାସ୍ତାରେ ଯିବା ବେଳେ ସେମାନେ ବାଡ଼ି ଖେଳିବା ସହିତ ଓଗାଳ ଗାଇଥିଲେ।
ଏହାକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କର ଭିଡ଼ ଲାଗିଥିଲା। ପ୍ରତିବର୍ଷ ବିଶେଷ ରୀତିନୀତି ଅନୁସାରେ 3 ଦିନ ଧରି ଗୋପାଳ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ଆଡମ୍ବର ସହକାରେ ପାଳନ କରିଥାନ୍ତି। ପରିବାରର ମୁଖ୍ୟ ଗ୍ରାମର ନିକଟର ପୁଷ୍କରଣୀ ହେଉ କିମ୍ବା ନଦୀ ହେଉ ପାଣି ଆଣି ଘରେ କଳସ ସ୍ଥାପନ କରନ୍ତି। କଳସ ଉପରେ ଆମ୍ବ ଏବଂ ଡାଳ ରଖି ପୂଜା ମଧ୍ୟ କରିଥାନ୍ତି। ପରିବାରର ସମସ୍ତେ ନୂଆ ଲୁଗା ପିନ୍ଧି ଦୋଳ ପୂର୍ଣ୍ଣିମା ଦିନ ସାହିର ସମସ୍ତଙ୍କ ଘରକୁ ଯାଇ ଓଗାଳ ଗାଇଥାନ୍ତି। ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ଦୋଳ ପର୍ବକୁ ପାଳନ କରିଥାନ୍ତି। ରାଧାକୃଷ୍ଣଙ୍କ ମେଲଣ ସହିତ ଦୋଳ ପର୍ବ ଗୋପାଳମାନଙ୍କର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ତେବେ ଏହି ପରମ୍ପରା ଭିତରୁ ଗୋପାଳମାନଙ୍କର ଲଉଡ଼ି ଖେଳ ଏକ ଅନନ୍ୟ ପରମ୍ପରା। 3 ଦିନ ଧରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭଜନ ସନ୍ଧ୍ୟା ସାଙ୍ଗକୁ ନୃତ୍ୟ ପ୍ରତିଯୋଗିତା ଏବଂ ଯାତ୍ରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଯୁବକମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ନିରଞ୍ଜନ ବେହେରା, ନବକିଶୋର ବେହେରା, ଝାମ୍ପ ବଣୁଆ, ମୃତ୍ୟୁଞ୍ଜୟ ବେହେରା, ପ୍ରତାପ ବେହେରା, ଅନନ୍ତ ପାଟ, ପ୍ରଦୀପ ପାଟ, ବିଜୟ ବେହେରା, ଅଥୟ ବେହେରା, ଅଭିମନ୍ୟୁ ବଣୁଆଙ୍କ ସହ ସମସ୍ତ ଗୋପାଳ ଭାଇ ଓ ଭଉଣୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ସବୁ ଆମର ଦେଶ ଆମ ଗାଁରେ ବର୍ଷର ଥର ହୁଏ। ଗୌଡ଼ ମାନଙ୍କର ଗୋଟେ ପର୍ବ। ସେଇ ପର୍ବରେ ଆମେ ବହୁତ ଖୁସି ଅନୁଭବ କରୁ ଆଉ ବହୁତ କିଛି ପୂଜା ଅର୍ଚ୍ଚନା କରୁ। ଯେହେତୁ କୃଷ୍ଣ ରାଧା ଠାକୁରଙ୍କର ଆମେ ନେଇକି ଘଟ ବୁଡେଉ, ପୂଜା ଅର୍ଚ୍ଚନା କରୁ। ରାସ୍ତାରେ ବାଜା କୀର୍ତ୍ତନ ଅନ୍ୟାନ୍ୟ ଜିନିଷ ଆମେ ଯାଉ। ଆମେ ଆସି ହେଇକି କରିକି ଆସିଲୁଣି। ବର୍ତ୍ତମାନ ଆମେ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରି ଆଜ୍ଞା ଗାଁ ସାରା ଆମେ ଠାକୁର ବୁଲେଇବୁ। ସମସ୍ତଙ୍କ ମନର ଖୁସି ତ କହି ହବନି, ଖୁସି ତ ବହୁତ କିଛି ସମସ୍ତଙ୍କ ମନର ଗାଁ ସାହି ପଡିଶା ସମସ୍ତଙ୍କର